ଆମର ଅଭିଯୋଗ ଥିଲା କି ଆମେ 60 ରୁ 70 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ସରକାରୀ ମନ୍ଦିର ସାମ୍ନାରେ ଯେଉଁ ସରକାରୀ ଜାଗା ଅଛି ସେଥିରେ ଆମେ ରହିଛୁ, ଯେଉଁଥିରେ କି ଆମେ ଏବେରୁ ରହିନୁ। ଆମର ଯୋଉ ବାପା ଜେଜେବାପା ସେମାନେ ତାଙ୍କ ଅମଳରୁ ରହି ଆସିଛନ୍ତି, ତାପରେ ଆମେ ରହିଛୁ। ଆଉ ଆମର ଆଜି ଅଭିଯୋଗ ଥିଲା କି ଯୋଉ ଆମେ ସରକାରୀ ଜାଗାରେ ଯୋଉ ରହିଛୁ ତା ଯୋଉ ପ୍ରୋଜେକ୍ଟ ହଉଛି ମା ତାରିଣୀଙ୍କର ସୌନ୍ଦର୍ଯ୍ୟକରଣ ପ୍ରୋଜେକ୍ଟ, ସେଥିରେ ଆମର ଘର ଦ୍ୱାର ସବୁ ଭାଙ୍ଗି ଦଉଛନ୍ତି। ଆଉ ତାର କିଛି ଆଗେ ଥଇଥାନ ବ୍ୟବସ୍ଥା କିଛି କରନ୍ତୁ, ତାପରେ ଆମକୁ ସେଠାରୁ ବିସ୍ଥାପିତ କରନ୍ତୁ। ଆଜ୍ଞା, ଏଡିଏମ୍ ସାର୍ କହିଲେ କି ଏଇ ଯୋଉ କଥାକୁ ବିଚାରକୁ ନିଆଯିବ, ଆଉ ତାର କିଛି ବ୍ୟବସ୍ଥା କରାଯିବ। ଆଉ ଏହା ପୂର୍ବରୁ ଆମ ସମସ୍ତଙ୍କୁ ଏମିତି ଗ୍ରାମ ସଭା ହେଇଥିଲା, ସେଥିରେ ଜଣେଇଥିଲୁ ତହସିଲଦାର ମ୍ୟାଡାମକୁ, ବିଡିଓ ସାର୍ଙ୍କୁ, ଏଡିଏମ୍ ସାର୍ଙ୍କୁ, ସମସ୍ତଙ୍କୁ ଜଣା ହେଇଥିଲା। 2 ବର୍ଷ ପାଖାପାଖି ହେଇଗଲାଣି ସମସ୍ତଙ୍କ ପାଖକୁ ଦୌଡୁଛୁ, ଆଉ କେହି ଗୋଟେ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦଉନାହାନ୍ତି କି ମାନେ ଆପଣଙ୍କର କଣ ହେଇପାରିବ ନ ହେଇପାରିବ ସେ ବିଷୟରେ। 25 ରୁ 30 ପରିବାର ହେଇଯିବେ। ସେଠି ଆମେ ରହୁଛୁ ଘର କରିକି, ଆଉ ଚଳିବା ମୁତାବକ ସବୁ ଜିନିଷ ପତ୍ର ସବୁ ଅଛି। ଆମକୁ ଆଗେ ଯଦି ମାନେ ଥଇଥାନ ନ କରିକି ଆମକୁ ସେଠାରୁ ହଟେଇ ଦିଅନ୍ତି, ତାହେଲେ ଆମେ ବହୁତ ଅସୁବିଧା ହଇରାଣ ହବୁ। ଛୋଟ ଛୁଆ ସବୁ